ହ୍ୟାଲୋ ଗାଇସ୍ ୱେଲକମ୍ ଟୁ ମାଇ ବ୍ଲଗ୍। ଦେନ୍ ମୁଁ ଆଜି ବନେଇବି ଗୋଟେ ରେସିପି ପଣସରେ। ମୁଁ ଆଣିଥିଲି ଗୋଟେ ପଣସ, ଦେନ୍ ତାକୁ ନେଇ ଦେଇଥିଲି ଆମର ବୋଉକୁ। ବୋଉ ତାମକୁ ଆମର ଦି ଫାଡ଼ି କରି ତାପରେ ତାକୁ ପିସ୍ ପିସ୍ କରି କରିଦେଲା। ଦେନ୍ ତାପରେ ତା ଦେହରୁ ଭଲସେ ପୁରା ଚୋପାଟାକୁ ଛଡ଼େଇ ଦେଲା। ଛଡ଼େଇ ଦେଇକିରି ଏବେ କ'ଣ କରିବ କି ତାକୁ ପୁରା ଟିକ୍ ଟିକ୍ କରି କାଟିକିରି ଦେନ୍ ପାଣିରେ ପକେଇଦେଲା। ଦେନ୍ ପାଣିରେ ପକେଇ ମୁଁ ଚାଲିଗଲି ତାକୁ ଧୋଇବା ଲାଗି। ଦେନ୍ ଧୋଇକି ଏପଟେ କ'ଣ କଲି, ଗ୍ୟାସ୍ ଲଗେଇ ତା ଦେହରେ ବସେଇଲି ପ୍ୟାନ୍କୁ ଟିକେ ଗରମ ହୋଇ ଛାଡ଼ିଦେଲି। ତାପରେ ଦେଇଦେଲି ପାଣି ଦେଇ ସାରିଲା ପରେ ଦେନ୍ ପକେଇଦେଲି ଟିକେ ଗୋଟେ ଚାମଚ ହଳଦୀ, ଗୋଟେ ଚାମଚ ଲୁଣ। ଦେନ୍ ତା ଦେହରେ ପକେଇଦେଲି ଯେତେକ ଆମର ପଣସ ସବୁ କଟା ହେଇଥିଲା ସବୁ ଯାକ। ଦେନ୍ ପଣସ ଯେତେକ ସବୁ କଟା ହେଇଥିଲା ତାକୁ ଏବେ ଛାଡ଼ିଦେବା ଟିକେ ସିଝିବା ଲାଗି। ତା ଭିତରେ ମୁଁ ମସଲା ବନେଇଦେବା। ଗୋଟେ ନେଇ ଆସିଥିଲି ପିଆଜ, ଗୋଟେ ଅଦା, ଦେନ୍ ରସୁଣ, ଗୋଲମରିଚ, ଦେନ୍ କାଠ ମସଲା କିଛି। ତାପରେ ଗୋଟେ ଶୁଖିଲା ଲଙ୍କା ଦେଇଦେବା। ତାପରେ କିଛି ଜିରା ଦେଇଦେବା। ଜିରା ଦେଇ ସବୁଥିରେ ପାଣି ଫେରିଦେବା। ପାଣି ପଶେଇଲା ପରେ ଦେନ୍ ଢାଙ୍କୁଣିଟା ଦେଇଦେଇକି ତାକୁ ନେଇଯାଉ ଗ୍ରାଇଣ୍ଡିଙ୍ଗ କରିବା ପାଇଁ। ଗ୍ରାଇଣ୍ଡିଙ୍ଗ କରିଦେଇକି ଗ୍ରାଇଣ୍ଡିଙ୍ଗ ପେଷ୍ଟ ମୋର ରେଡ଼ି। ଦେନ୍ ତା ଭିତରେ ମୋର ବି ହେଇଯାଇଥିଲା ପଣସ ବି ରେଡ଼ି। ଏବେ କ'ଣ କରିବି, ସବୁଯାକ ପଣସକୁ ଭଲ ଭାବେ ଛାଣିକିରି ଆଣିକିରି କାଢ଼ିଦେବା ଗୋଟେ ଆମର ଜାଗାକୁ। ଦେନ୍ ତାକୁ ସବୁ କାଢ଼ି ସାରିଲା ପରେ ସେଇ ଯେଉଁ ପ୍ୟାନ୍ ଥିବ ସେଇ ପ୍ୟାନ୍ରେ ହିଁ ଏବେ କ'ଣ କରିବା, ତେଲ ଦେଇଦେବା। ତେଲ ଟିକେ ଅଧିକ ଦେଇଦେଇକିରି 4 ଚାମଚ ଖଣ୍ଡେ ଦେଇଦେଇକିରି ତା ଦେହରେ ପକେଇଦେବା ଯେଉଁ ଆଳୁ ଟିକେ ଅଳ୍ପକେ ଭାଜିବା। ତା କାରଣ ସେ ଫେର ଯାଇକିରି ପ୍ରେସରରେ ଆମର ସିଝିବାର ଅଛି ନା, ସେଥିଲାଗି ଟିକେ ଏତେ କଡ଼ାକି ନ ଭାଜିକିରି ଟିକେ ଅଳ୍ପ ସେ ମିଡ଼ିୟମ୍ ସେ ଭାଜି ଦେଇକିରି ଭଲସେ ଟିକେ ତାକୁ ଏପଟ ସେପଟ ଭାଜିବେ। ଏବେ ହିଁ ଆଳୁ ହେଇଥିଲା ମୋର ରେଡ଼ି। ଦେନ୍ ଆଳୁକୁ ଏଇ ଟାଇପ୍ର କରିବେ। ଦେନ୍ ଏ ଆଳୁକୁ ଏବେ କାଢ଼ି ନେଇ ଆସିବି। ଆଳୁକୁ ସବୁ କାଢ଼ି ସାରିଲା ପରେ ଏବେ କ'ଣ କରିବା ନା, ସେଇ ଯେଉଁ ତେଲ ଥିଲା ସେଇ ତେଲ ଯେଉଁ ଆମେ ରଖିଥିଲେ ସିଝେଇକିରି ପଣସ, ଦେନ୍ ପଣସକୁ ଏବେ ସବୁ ତା ଦେହରେ ଭାଜିଦେବା। ଦେନ୍ ପଣସକୁ ସବୁ ଯାକ ଏବେ ଛାଡ଼ି ଦେଇକିରି ତାକୁ ଟିକେ ଏପଟ ସେପଟ କରିଦେଇକି ଭଲସେ ଟିକେ ତାକୁ ତେଲ ଦେହରେ ଏବେ ଭାଜିଦେବା। ଦେନ୍ ଭାଜି ସାରିଲା ପରେ ଏବେ ସବୁ କାଢ଼ି ନେଇ ଆସିବା। ପଣସ ଏବେ ସବୁ କାଢ଼ି ଦେଇକିରି ତାପରେ ଆମର କ'ଣ କରିବା କି, ଦେନ୍ ସେଇ ଯେଉଁ ପ୍ୟାନ୍ ଥିବ ତ ସେଇ ପ୍ୟାନ୍ରେ ଫେର ଆଉ ଟିକେ ତେଲ ଦେଇଦେବା। ତେଲ ଏବେ 2 ଚାମଚ ଖଣ୍ଡେ ଦେଇଦେବା। ଅଳ୍ପ ଟିକେ ତେଲ ଦେଇକି ତା ଦେହରେ ପକେଇଦେବା କିଛି ଗୋଟା ମସଲା। ଦେନ୍ ତାକୁ ଟିକେ ଏପଟ ସେପଟ କରିଦେଇକି ପକେଇଦେବା ଟିକେ ତେଜପତ୍ର, ତାପରେ 2ଟା ଲଙ୍କା, କିଛି ଜିରା ଦେଇଦେବା। ଜିରା ଦେଇକିରି ତାକୁ ଟିକେ ଭଲସେ ଫୁଟିବା ପାଇଁ ଛାଡ଼ିଦେବା। ଭଲସେ ଟିକେ ଭାଜି ଦେଇକିରି ଫୁଟେଇଦେବା। ଫୁଟି ସାରିଲା ବାଦ ଦେନ୍ ପକେଇଦେବା ଯେଉଁ ପିସ୍ ପୁରା କାଟିଥିବା ମୋର 3ଟା ପିଆଜ କାଟିଥିଲି। ଦେନ୍ ସବୁଯାକ ପିଆଜକୁ ଏବେ ପକେଇଦେବା। ପକେଇ ଦେଇକି ତାକୁ ଏବେ ଲାଲ ପଟରେ ଛାଡ଼ିଦେବା। ଏବେ ହେଇଯାଇଛି ପୁରା ପିଆଜ ପୁରା ଲାଲ। ଦେନ୍ ଯେଉଁ ରଖିଥିବା ଆମର ପେଷ୍ଟ ବାଟିକିରି ଦେନ୍ ତାକୁ ଏବେ ପକେଇଦେବା ତା ଦେହରେ। ପକେଇ ସାରିଲା ବାଦରେ ଦେନ୍ କିଛିଟା ଗୁଣ୍ଡ ମସଲା ପକେଇବା। ଏବେ ଟିକେ ଲଙ୍କା ପାଉଡ଼ର, କାଶ୍ମୀର ଚିଲି, ଆଉ ଟିକେ ଧନିଆ ପାଉଡ଼ର, ତାପରେ କିଛି ହଳଦୀ, ଦେନ୍ ଟମାଟୋ ଟିକେ ପକେଇଦେବା। ଟମାଟୋ ପାଇଁ ତାକୁ ଟିକେ ଏମିତି ହବା ଯାଏ ଛାଡ଼ିଦେବା। ତାପରେ କ'ଣ କରିବା, ସ୍ୱାଦ ଅନୁସାରେ ଟିକେ ଲୁଣ ଦେଇଦେବା। ଟିକେ ଲୁଣ ସ୍ୱାଦ ଅନୁସାରେ ଦେଇକି ତାପରେ କ'ଣ କରିବା କି, ଦେନ୍ ତାକୁ ଟିକେ ଏପଟ ସେପଟ ଭଲସେ ଟିକେ ଗୋଳେଇ ଦେଇ ମିକ୍ସ କରିଦେଇକିରି ଦେନ୍ ଗୋଳେଇ ସାରିଲା ପରେ ଦେନ୍ କ'ଣ କରିବା, ଏବେ ପୁରା ଏଇ ଟାଇପ୍ର ହେଇଥିବ। ଦେନ୍ ସେ ଯେଉଁ ପଶେଇବା ମାନେ ପ୍ରେସରରେ ସବୁଯାକ ମସଲାକୁ ଏବେ ପୁରେଇଦେବା। ମସଲା ପୁରେଇ ଆଳୁ ଯେତେକ ଭାଜିଥିଲେ ତାକୁ ପକେଇଦେବା। ଦେନ୍ ତାପରେ ଆମର ପକେଇଦେବା ଯେତେକ ପଣସ ଭାଜି ରଖିଲେ ତାକୁ ପକେଇଦେବା। ତା ଦେହରେ କିଛି କ୍ୱାଣ୍ଟିଟିରେ ପାଣି ଦେଇକିରି ମଝିରେ ପୁରା ଗୋଟା ରସୁଣଟେ ଦେଇକିରି ତାକୁ ଏବେ ହୁଇସିଲ୍ ମାରିବା ପାଇଁ ଛାଡ଼ିଦେବା। 2ଟା ଯେମିତି ହୁଇସିଲ୍ ମାରି ସାରିଲା ପରେ ଦେନ୍ ହେଇଯାଇଥିବ। ତାପରେ ଏବେ କ'ଣ ଅଛି, ମୋର ହୁଇସିଲ୍ ମାରିବା ଆସିଯାଇଥିଲା। ଦେନ୍ ଏବେ ହୁଇସିଲ୍ ମାରି ଦେଇଥିଲା। ଏବେ ଆଉ କିଛି କରିବା ଦରକାର ନାହିଁ, ଗ୍ୟାସ୍ଟାକୁ ଅଫ୍ କରିଦେବା, ଛାଡ଼ିଦେବା ଥଣ୍ଡା ହେବ। ଏବେ ଦେଖ କି ବାସ୍ନା ଆସୁଥିଲା, ପୁରା ମଟନ୍ ଦେଖିରେ ବାସ୍ନା ଆସୁଥିଲା। ଦେନ୍ ତା ଭିତରେ ମୁଁ ଯାଇକିରି ଟିକେ ବାସ୍ନାରେ ଆଉ ରହିପାରିଲିନି। ଦେନ୍ ନେଇ ଆସିଲି 2 ଚାମଚ ଖାଇବା ଲାଗି। କେମିତି ହେଇଛି ଟେଷ୍ଟ କରିବାକୁ ପଡ଼ିବ ନା, ତ ସେଥିଲାଗି ମୁଁ ନେଇ ଆସିଲି 2 ଚାମଚ ଖାଇବା ଲାଗି। ଦେନ୍ ଏବେ ଯାଉଛି ତାକୁ ଟିକେ ଭଲସେ ଟିକେ ଟେଷ୍ଟ କରିନେବି କେମିତି ଲାଗୁଛି, ଦେନ୍ ଖାଇବା। ଏବେ ପୁରା ରେଡ଼ି ହେଇଯାଇଛି ମୋର। ଏବେ ଯାଉଛି ଦେନ୍ ଖାଇଦେବା। ଏବେ ଗୋଟେ ବାଇଟ୍ ମୁଁ ନେଇଛି, ଓଃ କି ଟେଷ୍ଟି, ପୁରା କହିପାରିବନି। ମୋ ମୁହଁରୁ ବି ଜାଣିବ ତ କେତେ ଟେଷ୍ଟି ହେଇଛି। ଦେନ୍ ଖାଇସାରିଲିକିରି ବହୁତ ଭଲ ଲାଗିଥିଲା। ଦେନ୍ ଘରେ ବି ସମସ୍ତଙ୍କୁ ଟିକେ ଦେଇଦେଲି, ବୋଉ କହିଲେ ବି ଭଲ ହେଇଛି। ଦେନ୍ ପୁରା ଯଦି ଭିଡ଼ିଓଟି ଭଲ ଲାଗିଥିବ ଦେନ୍ ଲାଇକ୍, ସେୟାର, କମେଣ୍ଟ ପ୍ଲିଜ୍। ରହୁଛି, ବାଏ, ଟେକ୍ କେୟାର।